ପ୍ରିପାରେସନ କରିବା ଆବଶ୍ୟକତା ରହିଅଛି। ଯୀଶୁଖ୍ରୀଷ୍ଟ ସେ ଆମମାନଙ୍କୁ ଗୋଟେ ଚେତାବନୀ ଦଉଛନ୍ତି, ୱାର୍ଣ୍ଣିଂ ଦଉଛନ୍ତି। ଲୁକ 12 ଆଜି ଆମେ ଦେଖିବା, ଲୁକ 12ରେ, ଲୁକ 12ର 35-40 ଯାଏଁ ଆଜି ଆମେ ଆଲୋଚନା କରିବା। ଆଉ ଦ ୱାର୍ଣ୍ଣିଂ ଫ୍ରମ୍ ଜିସସ୍ କ୍ରାଇଷ୍ଟ, ଯୀଶୁଙ୍କ ଠାରୁ ଗୋଟେ ୱାର୍ଣ୍ଣିଂ ଆମମାନେ ପାଉଅଛୁ। ଏହା ଅଳ୍ପକାଳୀନ ଆଧ୍ୟାତ୍ମିକ ନୁହେଁ, ବରଂ ନିରନ୍ତର ପ୍ରସ୍ତୁତିର ଏକ ଆହ୍ୱାନ ଅଟେ। ନିରନ୍ତର ପ୍ରସ୍ତୁତିର ଏକ ଆହ୍ୱାନ ଅଟେ। ବେଳେ ବେଳେ ଆମେ ଭୁଲି ଯାଉଛୁ ଏ ପ୍ରସ୍ତୁତିକରଣ ଆମ ପାଇଁ କଣ ଅଟେ। ଠିକ ଅଛି, ତେବେ ଆସୁ ମୋ ପ୍ରିୟମାନେ, ଆମମାନେ ଆଗକୁ ବଢିବା। ଆଉ ପୁଣି ଥରେ ଗୋଟେ 5 ପଏଣ୍ଟ ଦେଇକିରି ମୁଁ ଆପଣମାନଙ୍କୁ କଥା ହେବି। ବହୁତ ଶୀଘ୍ର ଆମେ ଯିବା। ଆଉ ଆଜିର ବାକ୍ୟ ବାସ୍ତବରେ ଆପଣ ମାନଙ୍କର ଜୀବନକୁ ପରିବର୍ତ୍ତନ କରିଦଉ। ଆଉ ଯଦି କାହାକୁ ବାଧୁଛି ତାହେଲେ ବାଧୁ, ମୁଁ ପ୍ରାର୍ଥନା କରୁଛି ବାଧୁ। ଈଶ୍ୱରର ବାକ୍ୟ ଆମକୁ କାଟିଥାଏ। ଆଉ ଈଶ୍ୱରଙ୍କ ବାକ୍ୟ ଯଦି କାଟୁନି ତାହେଲେ ଜାଣିଦିଅ ଯେ ଆମର ସ୍ପିରିଚୁଆଲ ସେନ୍ସ ମରିଯାଇଛି। 5 ଇନ୍ଦ୍ରିୟ ମାନଙ୍କର ଶରୀରରେ ଅଛି, ଆଖି, ନାକ, କାନ, ଜିଭ, ଚମଡ଼ା। ଆମର ଆତ୍ମିକ ସେନ୍ସ ମଧ୍ୟ ଅଛି। ଆଉ ଯୋଉଦିନ ଆତ୍ମିକ ସେନ୍ସ ପାରାଲାଇଜ ହେଇଯିବ, ସେଦିନ ଜାଣିବେ ଯେ ମୋ ପଥ ଭ୍ରଷ୍ଟ ହେଇଯାଇଛି, ମୁଁ ମିସଟ୍ରାକ୍ ହେଇଯାଇଛି। ଥରେ ଆମ ଚର୍ଚ୍ଚରେ ଜଣେ କହିଲେ ଯେ ପାଷ୍ଟର ବାବୁ, ଆଜି କଣ ଏତେ ବାଧିଲା ଗୋଟେ କଥା କହିଦେଲ। ମୁଁ କହିଲି ଆପଣଙ୍କୁ ବାଧିଲା? ହଁ ମତେ ବାଧିଲା। ମୁଁ କହିଲି ପ୍ରେଜ ଦ ଲର୍ଡ, ଆପଣଙ୍କୁ ବାଧିଲା। କାହିଁକି କେତେ ଜଣଙ୍କୁ ବାଧୁନି, କେତେ ଜଣ ଖାଲି ବାକ୍ୟ ଶୁଣୁଛନ୍ତି, ପଢୁଛନ୍ତି, ଚାଲି ଯାଉଛନ୍ତି। କିନ୍ତୁ ଧନ୍ୟ ସେଇମାନେ ଯେଉଁମାନଙ୍କୁ ଈଶ୍ୱରଙ୍କର ବାକ୍ୟ କାଟେ ବା ବାଧେ। ପ୍ରେଜ ଦ ଲର୍ଡ। ଲୋକମାନେ, yours must ready, because the Son of Man will come at an hour you do not expect. Praise the Lord. ଆମମାନଙ୍କୁ ପ୍ରସ୍ତୁତ ରହିବାକୁ ପଡିବ, ଯେହେତୁ ମନୁଷ୍ୟ ପୁତ୍ର ସେ ଆସୁଅଛନ୍ତି। ଆଉ ଏ ପ୍ରକାର ସମୟରେ ସମୟ କି ମୁଁ ଜାଣିବି ନାହିଁ, ସମୟରେ ଆସିବେ ବୋଲିକରି ମୁଁ ଅୱେର ବି ନାହିଁ। ତେବେ ପ୍ରଥମ ପଏଣ୍ଟ ଆଡକୁ ଆମେ ଆଗକୁ ବଢିବା। ରେଡି ସର୍ଭେଣ୍ଟ, ନଟ୍ ରିଲାକ୍ସ ସର୍ଭେଣ୍ଟ। ଆମେ ସେଇ ଦାସ ଅଟୁ, ଆମେ ସେଇ ସେବକ ଅଟୁ ଯୋଉ ସେବକ ପ୍ରସ୍ତୁତ ଭାବରେ ରହିଥାଏ, ଆରାମଦାୟକ ଜୀବନ ରହିନଥାଏ। ଯୋଉ ସେବକ ଏକ ପ୍ରସ୍ତୁତ ସେବକ ଅଟେ। ମାନେ ଆଉ ଆମେ ପଢିବା ଲୁକ 12:35। ଲୁକ 12:35 ଯଦି କାହାର ଯଦି ବାଇବଲ ଅଛି ତାହେଲେ ପଢିବେ। ତୁମମାନଙ୍କର କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ। ଆଉ ପ୍ରଭୁ ବିବାହ ଉତ୍ସବରୁ ବାହୁଡ଼ି ଆସି ଦ୍ୱାରରେ ମାରିବା ମାତ୍ର ଯେଉଁ ଲୋକମାନେ ତାଙ୍କ ନିମନ୍ତେ ତତ୍କ୍ଷଣାତ୍ ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାନ୍ତି, ତୁମେମାନେ ସେମାନଙ୍କ ପରି ହୋଇ ରହିଥାଅ। ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ, ସେମାନେ ଧନ୍ୟ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେ ଆପଣର କଟି ବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ। ଠିକ ଅଛି। ଆମେ ଲୁକ 12:35 ଗୋଟେ ପଦ ହିଁ ନେବା। କଣ ସେଟା? ତୁମ ମାନଙ୍କର କଟି ବନ୍ଧା ଥାଉ। Praise the Lord. କଟି ବନ୍ଧା ବୋଲି କହିଲେ ଆମେ କଣ ବୁଝୁଛୁ? କଟି ବନ୍ଧା ମାନେ ଯିଏ କାମ କରିବା ପାଇଁ ପ୍ରସ୍ତୁତ, ସେ ନିଜର ଅଣ୍ଟାକୁ ଭିଡ଼ିବ, ସେ କଟି ବାନ୍ଧିବ। ଠିକ ଅଛି, ସେ ଅଣ୍ଟାକୁ ଭିଡ଼ିକିରି କାମ କରିବ। ଗୋଟେ ଦାସ, ଆଉ ସେ ଏଇ ପ୍ରକାର ଦାସ ଯିଏକି ନିଜର ଅଣ୍ଟାକୁ ଭିଡ଼ିଥାଏ। ତୁମ ମାନଙ୍କର କଟି ବନ୍ଧା ଥାଉ। ମୋ ପ୍ରେମରେ ମୁଁ କହିବା ପାଇଁ ଚାହୁଁଛି, ଇନ୍ ଦ ବାଇବଲ ଟାଇମ ଲୁଜ ଗାର୍ମେଣ୍ଟ ମିନ୍ସ ରେଷ୍ଟ। ଯାହାର କଟି ଖୋଲା ହେଇଛି ତାକୁ ଲୁଜ ଗାର୍ମେଣ୍ଟ ବୋଲି କୁହାଯାଏ। ଯାହାର କଟି ଖୋଲା ହେଇଛି ସେ ଆରାମରେ ଅଛି। କିନ୍ତୁ ଯାହାର କଟି ବନ୍ଧା ଯାଇଛି ସେ କାମ କରିବା ପାଇଁ ପ୍ରସ୍ତୁତ ଅଛି।
ଆପଣ ଦେଖିଥିବେ ଭଉଣୀ ମାନେ ଯୋଉମାନେ ଘରେ କାମ କରନ୍ତି, ବେଶୀ ହେଭି କାମ ଯେତେବେଳକୁ ହୁଏ ସେତେବେଳକୁ ସେମାନେ ଅଣ୍ଟା ଭିଡି ଦିଅନ୍ତି, ଅଣ୍ଟା ଭିଡିକିରି କାମ କରନ୍ତି। ଆଉ ଯୋଉମାନେ ଅଣ୍ଟା ଭିଡିକିରି କାମ କରନ୍ତି, ଦେ ଆର୍ ରେଡି ଫର୍ ଦ ୱାର୍କ। ପ୍ରଭୁ ମାନଙ୍କୁ ଗୋଟେ କାର୍ଯ୍ୟ ଦେଇଅଛନ୍ତି, ଦ କିଙ୍ଗଡମ ୱାର୍କ, ଈଶ୍ୱରଙ୍କ ରାଜ୍ୟର କାର୍ଯ୍ୟ। ଆଉ ଆମମାନେ ଆରାମଦାୟକ ଜୀବନ କାଟିବା ପାଇଁ ଆମକୁ ପ୍ରଭୁ ଆହ୍ୱାନ କରିନାହାନ୍ତି। ପ୍ରେଜ୍ ଦ ଲର୍ଡ। ଗୋଟେ କାର୍ଯ୍ୟ ଦିଆହେଇଛି, ସେଇ କାର୍ଯ୍ୟ ପ୍ରଭୁ ଆମମାନଙ୍କୁ ସ୍ୱତନ୍ତ୍ର ଭାବରେ ଦେଇଅଛନ୍ତି, ଆଉ ସେଇ କାର୍ଯ୍ୟ ହଉଛି ଈଶ୍ୱରଙ୍କ ରାଜ୍ୟର କାର୍ଯ୍ୟ। ପ୍ରେଜ୍ ଦ ଲର୍ଡ। ଯାହାର କୋଟି ବନ୍ଧା ହେଇନାହିଁ ସେ ଆରାମଦାୟକ ଜୀବନ କାଟୁଅଛି। Many believers are saved but not ready. ବହୁତ ବିଶ୍ୱାସୀ ମାନେ ଉଦ୍ଧାର ପାଇଛନ୍ତି ସତ, ମାତ୍ର ରେଡି ନାହାନ୍ତି। ସେମାନେ କହୁଛନ୍ତି ଫର ହ୍ୱାଟ ରେଡି, କଣ ପାଇଁ ରେଡି, କଣ ହେଇଯିବ? ଆରେ ଯୀଶୁ ଆସୁଛନ୍ତି ପରା, ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି, ସେଥିପାଇଁ ଆମମାନଙ୍କୁ ପ୍ରସ୍ତୁତ ରହିବାକୁ ପଡିବ, ରେଡି ରହିବାକୁ ପଡିବ। ରେଡି ବୋଲି କହିଲା ସେମାନେ ମନେ ପଡୁଛି ଆମ ୟୁଥ ମାନେ କେତେ ମିଲିଟାରୀରେ ଅଛନ୍ତି, BSF, ବର୍ଡର ସିକ୍ୟୁରିଟି ଫୋର୍ସ। ଆଉ ବର୍ଡର ସିକ୍ୟୁରିଟି ଫୋର୍ସରେ ଯେହେତୁ ସେ ଅଛନ୍ତି, ମୁଁ ଟିକେ ଆଜି ସ୍ଲୋ କହୁଛି ଯେହେତୁ ମୁଁ ଛେପ ଗିଳି ପାରୁନି, ମାନେ ଏଠି କାଟୁଛି, ମୁଁ ଛେପ ଗିଳି ପାରୁନି, ତ ସ୍ଲୋରେ ଟିକେ କହୁଛି, ଆପଣ ମାନେ ମ୍ୟାନେଜ କରନ୍ତୁ। BSF ବୋଲି କହିଲେ ବର୍ଡର ସିକ୍ୟୁରିଟି ଫୋର୍ସ, ଆଉ ସେମାନେ କଣ କରନ୍ତି, ଆଉ ସେମାନେ ପ୍ରସ୍ତୁତରେ ଥାନ୍ତି। ସେମାନଙ୍କର ସୁ, ସେମାନଙ୍କର ଡ୍ରେସ, ସେମାନଙ୍କର ଗନ୍, ସେମାନଙ୍କର ସବୁ କିଛି, ଆଉ ସେମାନଙ୍କର ଖାଇବା ବି ବହୁତ ଫଟାଫଟ ଖାଇବେ। ସେମାନେ ଗନ୍ ସହିତ ହିଁ ଶୋଇଥିବେ। କେତେବେଳକୁ ଶତ୍ରୁ ଆଟାକ କରିବ, ସାଇରେନ୍ ବାଜିଯିବ, ଆଉ ଡାକରା ପଳେଇ ଆସିବ, ଉଠିକି ଡାଇରେକ୍ଟ ପୋଜିସନ। ପ୍ରେଜ୍ ଦ ଲର୍ଡ। Christian people are not careless people. Christian people are 24/7 ready people. ସେମାନେ ପ୍ରସ୍ତୁତ ଖ୍ରୀଷ୍ଟିଆନ ଅଟନ୍ତି। ସମୟରେ କି ଅସମୟରେ, ଇନ୍ ସିଜନ ଆଣ୍ଡ ଆଉଟ୍ ଅଫ ସିଜନ, ମୋର ସମୟ ଥାଉ କି ନଥାଉ ମୁଁ ପ୍ରସ୍ତୁତ ଥିବି। ମୁଁ ମୋର ଆତ୍ମିକ ସଜା ସବୁ ଧାରଣ କରି ମୁଁ ଶଇଲେ ମଧ୍ୟ, ଆଉ ପରମ ଗୀତରେ ଲେଖା ହେଇଛି, ମୁଁ ନିଦ୍ରା ଥିଲି କିନ୍ତୁ ମୋର ଆତ୍ମା ଜାଗ୍ରତ ଥିଲା। ମୁଁ ନିଦ୍ରା ଥିଲି, ମୋର ଆତ୍ମା ଜାଗ୍ରତ ଥିଲା। ତ ସେଇ ପ୍ରକାର ଭାବରେ ଆମ ମାନଙ୍କର ଆତ୍ମିକ ଜୀବନ ଉଦ୍ଦୀପିତ ହେବା ଆବଶ୍ୟକତା ରହିଛି। ଆମେ ପ୍ରସ୍ତୁତ ଖ୍ରୀଷ୍ଟିଆନ ରହିବା ଆବଶ୍ୟକତା ରହିଛି। Many believers forgiven but not faithful. ଅନେକ ବିଶ୍ୱାସୀ ମାନଙ୍କୁ କ୍ଷମା ଦିଆଯାଇ ସାରିଛି, ମାତ୍ର ସେମାନେ ବିଶ୍ୱସ୍ତ ନୁହନ୍ତି। They are not faithful in their Christian life. ଅନେକ ଥର ସେମାନେ unfaithful କାର୍ଯ୍ୟ କରିଥାନ୍ତି। They are in the church but spiritually asleep. They are sleeping. ସେମାନେ ଚର୍ଚ୍ଚରେ ଅଛନ୍ତି, ସେମାନେ ମଣ୍ଡଳୀଭୁକ୍ତ ଅଛନ୍ତି, ସେମାନେ ବାଇବଲ ପଢନ୍ତି, ସେମାନେ ଗୁଗଲ ମିଟରେ ବସନ୍ତି, ସେମାନେ ଜୁମରେ ବସନ୍ତି, ସେମାନେ ଫେସବୁକ ମାଧ୍ୟମରେ ବାକ୍ୟ ଶୁଣନ୍ତି, ୟୁଟ୍ୟୁବ ମାଧ୍ୟମରେ ବାକ୍ୟ ଶୁଣନ୍ତି, କିନ୍ତୁ ତଥାପି ଗୋଟେ ନିଦ୍ରାର ଜୀବନରେ ସେମାନେ ଅଛନ୍ତି। ରୋମିଓ 13:11 ଲେଖା ହେଇଛି, ପଢିବେ ରୋମିଓ 13:11-12। ଅଛନ୍ତି। ପୁଣି ଏବେ ତୁମମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର। କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କୁ ଅଧିକ ସନ୍ନିକଟ। ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ। ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମ ସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ। ଆମେନ୍। ପୁଣି ଏବେ ତୁମମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ, ପ୍ରିୟ ମଣ୍ଡଳୀ। ଉପସ୍ଥିତ ହେଇଯାଇଛି, ଜାଗ୍ରତ ହେବାର ସମୟ ଚାଲି ଆସିଛି ମୋ ପ୍ରିୟମାନେ। ଏହା ଜାଣି ଆମର ଉତ୍ତମ କାର୍ଯ୍ୟ କରିବା ଆବଶ୍ୟକତା ରହିଅଛି। ନିଦ୍ରାର କାର୍ଯ୍ୟ ସବୁ କଣ? ଅପହେୟ କାର୍ଯ୍ୟ। ମୁଁ ସ୍ୱାଗତ ନୁହେଁ, ମୁଁ ଦୋଷୀ ଏମିତି
କିନ୍ତୁ କାହିଁ ମୋର ଜାଗ୍ରତତା, କାହିଁ ମୋର ପ୍ରିପାରେସନ, କଣ ପାଇଁ ମୁଁ ଶୋଇ ପଡିଛି, କଣ ପାଇଁ ମୁଁ ଉତ୍ତେଜିତ ନାହିଁ, କଣ ପାଇଁ ମୁଁ ଉତ୍ସାହିତ ନାହିଁ, କଣ ପାଇଁ ମୋର ଜୀବନ ଏ ପ୍ରକାର ରହିଅଛି? କେବେ ଆମେ ନିଜକୁ ପ୍ରଶ୍ନ ପଚାରିଛୁ ମୁଁ କାହିଁକି ଅବହେଳା ଜୀବନ କାଟୁଛି? କଣ ପାଇଁ ମୁଁ କାଟୁଛି? ଆପଣ ଜାଣିଛନ୍ତି କେୟାରଲେସ୍ ଲିଭିଂ ଏ ପ୍ରକାର କହିଥାଏ, ଗୋଟେ ଅବହେଳା ଜୀବନ ଏ ପ୍ରକାର କହିଥାଏ। God understands, ପ୍ରଭୁ ମୋତେ ବୁଝୁଛନ୍ତି। ଆପଣ କଣ ଜାଣନ୍ତି ପ୍ରଭୁ ମୋତେ ବୁଝୁଛନ୍ତି? ପ୍ରଭୁ ସବୁ ବିଷୟ ଜାଣିଛନ୍ତି, ସେ ମୋତେ ବୁଝୁଛନ୍ତି। He knows me, he understands me. I will repent later. ସେମାନେ କହନ୍ତି ମୁଁ ଅନୁତାପ ପରେ କରିବିନି କି? ଅଛି ସମୟ, ଦିନ କାଳ ଅଛି। କେଇ ଜଣ କହିଲେ ଯୋଉମାନେ ଯୁଦ୍ଧ କରନ୍ତି ସେମାନଙ୍କର ଜୀବନ ସେମାନେ ହାତ ମୁଠିରେ ରଖିକିରି ସେମାନେ ଜୀବନ ଯାପନ କରନ୍ତି। କିଏ କହିଲେ? ଯୋଉମାନେ ନର୍ମାଲ ଲୋକମାନେ ମଧ୍ୟ ଜୀବନ ହାତ ରଖିକି ରୁହନ୍ତି। ଯେହେତୁ ମୋ ପ୍ରିୟ ମାନେ କାଲି କଣ ହବ ଆମେ ଜାଣିନୁ, କାଲି କଥା ଆଜି କଣ ହବ ଆମେ ଜାଣିନୁ। ଆପଣ ଜାଣିଛନ୍ତି କି? ନାଇଁ, you don't know, I don't know what will happen when our bridegroom will come. Hallelujah. କେୟାରଲେସ୍ ଲିଭିଂ ଲୋକମାନେ କହନ୍ତି ଯେ ପ୍ରଭୁ ବୁଝନ୍ତି, ମୁଁ ପରେ ଅନୁତାପ କରିବି, everyone is doing it, ସମସ୍ତେ ତ କରୁଛନ୍ତି ମୁଁ ବି କରିବି। ସେ କଲେ, ସେ ତ ଗୋଟେ ମନୁଷ୍ୟ ନା, ମୁଁ ବି କରିବି। ମୁଁ ତ ଗୋଟେ ମନୁଷ୍ୟ ନା, ସେ କଲା ମୁଁ ବି କରିବି, ଯାହାକି ଉଚିତ। କିନ୍ତୁ ପ୍ରସ୍ତୁତ ରହିବା ବିଶ୍ୱାସୀ ମାନେ କଣ କହନ୍ତି ଆପଣ ଜାଣିଛନ୍ତି? What they will say? They'll say, I want to please God. ସେମାନେ କହିବେ ଯେ ମୁଁ ପ୍ରଭୁଙ୍କୁ ସନ୍ତୋଷ କରିବାକୁ ଚାହୁଁଛି। I will stay alert. ମୁଁ ଜାଗ୍ରତ ରହିବି, ମୁଁ ଶୋଇଥିଲେ ବି ଜାଗ୍ରତ ରହିବି। ମୋର ଆତ୍ମା ଆଜି ପ୍ରଭୁଙ୍କୁ ଡାକ ପକାଏ, ହେ ପ୍ରଭୁ ମୁଁ ପ୍ରସ୍ତୁତ ଅଛି, ଆପଣ ଆସନ୍ତୁ। ହାଲେଲୁୟା। ବେଳେ ବେଳେ ପ୍ରସ୍ତୁତ ଥିବା ଲୋକମାନେ ଆଉ ଆକାଶକୁ ବି ଦେଖନ୍ତି, ଆକାଶକୁ ଦେଖନ୍ତି କାଳେ ତାଙ୍କର ବର ଆସିବେ। ମୋ ପ୍ରିୟ ମାନେ ପ୍ରସ୍ତୁତ ଖ୍ରୀଷ୍ଟିଆନ ସେମାନେ ପରମେଶ୍ୱରକୁ ସନ୍ତୁଷ୍ଟ କରିବା ପାଇଁ ବଞ୍ଚନ୍ତି, ଆଉ କାହାକୁ ସନ୍ତୁଷ୍ଟ କରିବା ପାଇଁ ନାହିଁ, କିନ୍ତୁ ପରମେଶ୍ୱରକୁ ସନ୍ତୁଷ୍ଟ କରିବା ପାଇଁ। ଯେହେତୁ ବାଇବଲ ଲେଖାଇଛି ଅନେକ ପ୍ରଭୁ ପ୍ରଭୁ ବୋଲିକିରି କହିବେ, ମାତ୍ର ଅନେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ମାତ୍ର ଯିଏ ମୋର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ସାଧନ କରିବ ସେ ପ୍ରବେଶ କରିବ। ମୋ ପିଲାମାନେ ସେଇ ଖ୍ରୀଷ୍ଟିଆନ ମାନେ alert ରୁହନ୍ତି, ଜାଗ୍ରତ ରୁହନ୍ତି, ଆଉ ସେମାନେ କଣ କହନ୍ତି? I live with eternity in you. ମୁଁ ଅନନ୍ତ ଜୀବନକୁ ଦେଖିକିରି ବଞ୍ଚୁଅଛି, ଅନନ୍ତ ଜୀବନ ମୋ ପାଇଁ ରଖା ହେଇଛି, ମୁଁ ସେଥିପାଇଁ ଜାଗ୍ରତ ଅଛି। I can't miss this opportunity. এই ସୁଯୋଗକୁ ମୁଁ କେବେ ହରେଇବି ନାହିଁ। ପଏଣ୍ଟ ନମ୍ବର 2, ଆସନ୍ତୁ ଆମେ ଦ୍ୱିତୀୟ ପଏଣ୍ଟ ଦେଖିବା। Keep your lamp burning. ସେଇ 35ର ସେକେଣ୍ଡ ଭାଗ, ତୁମର ପ୍ରଦୀପ ଜଳୁଥାଉ। Praise the Lord. Hallelujah. ତୁମ ପ୍ରଦୀପ ଜଳୁଥାଉ। ସେଥିପାଇଁ ମୋ ପ୍ରିୟ ମାନେ ଆମେ ଜାଣିଛୁ ଆଉ ମାଥ୍ୟୁ 25:1-13 ପର୍ଯ୍ୟନ୍ତ ମଧ୍ୟ ଲେଖା ହେଇଛି ପ୍ରଦୀପ ବିଷୟରେ, ସୁବୁଦ୍ଧି ନିର୍ବୁଦ୍ଧି ବିଷୟରେ। A lamp without oil is a form without power. Hallelujah. ଦୀପ ତେଲ ବିନା ଶକ୍ତିହୀନ ଅଟେ। ଏ ତେଲ ଆମମାନଙ୍କୁ କୋଉଠି ମିଳିବ ନାହିଁ, ଏ ତେଲ ପବିତ୍ର ଆତ୍ମା ହିଁ ଦିଅନ୍ତି। ପବିତ୍ର ଆତ୍ମା ଯୋଉ ତେଲ ଦିଅନ୍ତି ସେଇ ତେଲକୁ ଆମେ ହରେଇବାକୁ ହବ ନାହିଁ। ଏ ତେଲ କି ପ୍ରକାର ତେଲ? The oil represent the Holy Spirit. এই ତୈଳ ପବିତ୍ର ଆତ୍ମାଙ୍କୁ ଦର୍ଶାଏ, ପ୍ରାର୍ଥନା ଜୀବନକୁ ଦର୍ଶାଏ, personal relationship with God, ପରମେଶ୍ୱର ବ୍ୟକ୍ତିଗତ ଜୀବନକୁ ଦର୍ଶାଏ। ତେବେ ଏ ତେଲ ଯଦି ଆମ ଜୀବନରେ ନାହିଁ ତାହେଲେ ଆମ ଜୀବନରେ ଶକ୍ତି ହିଁ ନାହିଁ। ଆଉ ବଡ କଥା କହୁଥିବ କିନ୍ତୁ there is no power because we don't have the oil. ଆମ ଜୀବନରେ ତେଲ ନାହିଁ, ଆମ ଦୀପରେ ତେଲ ନାହିଁ। ଆମେ ଅବହେଳା ହେଇକିରି ଶୋଇ ପଡିଲୁ, ଆଉ ତେଲ
ଆଣିଲ ନାହିଁ ସେଥିପାଇଁ ତେଲ ନାହିଁ। କେୟାରଲେସ୍ କ୍ରିଷ୍ଟିଆନ୍ସ ଡିପେଣ୍ଡ ଅନ୍, କେୟାରଲେସ୍ କ୍ରିଷ୍ଟିଆନ ମାନେ ଅବହେଳା କ୍ରିଷ୍ଟିଆନ ମାନେ କୋଉ ଉପରେ ଡିପେଣ୍ଡ କରିବେ, କୋଉ ଉପରେ ଭରସା କରିବେ ଜାଣିଛନ୍ତି? They will depend on yesterday's anointing, spiritually କହୁଛି। ଗତକାଲିର ଅଭିଷେକକୁ ସେମାନେ ଅପେକ୍ଷା କରିବେ ବା ଡିପେଣ୍ଡ କରିବେ। ମୁଁ କଣ ଅଭିଷେକ ପାଇନାହିଁ ଗତକାଲି? ମୁଁ 2 ବର୍ଷ ତଳେ ମତେ ଛୁଇଁଦେଲେ, ମୁଁ ପୁରା ଥରିଗଲି, ମୁଁ ପୁରା ପଡିଗଲି, ମୁଁ ଏମିତି ହେଇଗଲି, ମତେ anointing ମିଳିଗଲା। ହ୍ୟାଲୋ, ଆପଣଙ୍କର ଗତକାଲିର anointing କାଫି ନାହିଁ। It is daily process. 2 ବର୍ଷର anointing କାଫି ନାହିଁ। It is daily process. ପ୍ରତ୍ୟେକ ଦିନ is Lord. Someone else prayer, ସେମାନେ ଆଉ କାହାର ପ୍ରାର୍ଥନାକୁ ଅପେକ୍ଷା କରନ୍ତି, ଆଉ କିଏ ଜଣେ ମତେ ପ୍ରାର୍ଥନା କରିଦିଅନ୍ତୁ ଅପେକ୍ଷା କରନ୍ତି। ସଣ୍ଡେ ଓନ୍ଲି ସ୍ପିରିଚୁଆଲି ସେମାନେ ଦେଖାଯାଆନ୍ତି। ରବିବାର ଆମ ପରବର୍ତ୍ତୀ ଭାଷାରେ ରବିବାରିଆ, ତ ସଣ୍ଡେ ଓନ୍ଲି ସେମାନେ ଆସନ୍ତି। ହାଲେଲୁୟା କହିଦିଅନ୍ତି, ବାକି ବାହାରେ ଗଲା ପରେ ଆଉ ଥରେ କେୟାରଲେସ୍ ଲାଇଫ୍, ଅବହେଳା ଜୀବନ। ରେଡି ବିଲିଭର ମାନେ କଣ କହନ୍ତି? ରେଡି ବିଲିଭର ମାନେ ଏମିତି ରହନ୍ତି, ରିଫିଲ୍ ଦେୟାର ଅଏଲ ଡେଲି। ଆପଣ ରିଫିଲ୍ ଦେଇଛନ୍ତି? ମୁଁ ଆଗରେ ଲେଖୁଥିଲି, ସାନ ଥିଲି ସେତେବେଳକୁ ଗୋଟେ କଲମଟା ଆସୁଥିଲା ଯୋଉଠି କାଳି ପକଉଥିଲୁ, କାଳି। ଆପଣ ତ ଭିଡିଓ ଅନ୍ କରିନାହାନ୍ତି, ଆମେ ଜାଣିଛନ୍ତି କାଳି, ଠିକ ଅଛି? କାଳି ପକେଇକିରି ଆମେ କଣ କରୁଥିଲୁ? ଲେଖୁଥିଲୁ ଇଙ୍କ। ତାପରେ ଆଉ ଥରେ ସରିଗଲା, ଆଉ ଥରେ ଖୋଲି ଦଉଥିଲୁ, ବେଳେବେଳେ ହାତ ଯାକ ପୁରା କାଳି ହେଇଯାଉଥିଲା, ମାନେ ଇଙ୍କ ହେଇଯାଉଥିଲା। ମନେ ପଡୁଛି ଆପଣଙ୍କୁ? ହସ ବେଲେ ପଠାନ୍ତୁ। Praise the Lord, hallelujah. ତେବେ ଆପଣ ଜାଣିଛନ୍ତି ରିଫିଲ୍, ରିଫିଲ୍ ପେନର ଭିତରେ ଅଛି। ରିଫିଲ୍, ଆଉ ଏଇ ରିଫିଲ୍ କଣ ହଉଛି? ଆଉ ଏଇ ରିଫିଲ୍ ଟାକୁ ଆମେ ଫିଲ୍ କରୁଛୁ। ରିଫିଲ୍ ର ଅର୍ଥ ପୁନର୍ବାର ପକେଇବା, ଠିକ ଅଛି? ଠିକ ସେଇ ପ୍ରକାର ଭାବରେ ଆମମାନଙ୍କର ଜୀବନର ତୈଳକୁ ମଧ୍ୟ, anointing ମଧ୍ୟ ଆମେ ରିଫିଲ୍ କରିବାକୁ ପଡିବ। ପ୍ରତ୍ୟେକ ଦିନ ତାଙ୍କର ଅନୁଗ୍ରହ ଲଢିବାକୁ ପଡିବ। କାରଣ ଆମ ଜୀବନ ଠିକ ନାହିଁ, ଆମେ ବେଳେ ବେଳେ ଭୁଲ ବି କରୁଛୁ, ବେଳେ ବେଳେ ଆମେ ନଥିବା କଥା କହୁଛୁ, ବେଳେ ବେଳେ ଆମମାନଙ୍କର ଇଗୋ ଆମକୁ ଠେସ୍, ମାନେ ଇଗୋ ଆମମାନଙ୍କର ମେଣ୍ଟେନ ହଉଛି, ବେଳେ ବେଳେ ବହୁତ ପ୍ରକାର ବିଷୟ କରୁଛୁ। ଆଉ ସେଥିପାଇଁ ଅନୁଗ୍ରହକୁ ଆମେ ଲଢିବାକୁ ପଡିବ ଏବଂ ଆମ ଜୀବନରେ ଆମେ ସେଇ ତୈଳକୁ ରିଫିଲ୍ କରିବାକୁ ପଡିବ। ଆଉ ରିଫିଲ୍ କରିବା ପାଇଁ ପ୍ରାର୍ଥନାର ଆବଶ୍ୟକତା ରହିଛି, ରିଫିଲ୍ କରିବା ପାଇଁ ଉପବାସର ଆବଶ୍ୟକତା ରହିଛି, ରିଫିଲ୍ କରିବା ପାଇଁ ବାକ୍ୟ ପାଠ ବା ଧ୍ୟାନର ଆବଶ୍ୟକତା ରହିଛି। ଆଉ ଏଇ ପ୍ରକାର ଗୁଗଲ ମିଟରେ ଜଡିତ ହେବାର ଆବଶ୍ୟକତା ରହିଛି। ହାଲେଲୁୟା। ରିଫିଲ୍ ଯୀଶୁଙ୍କ ନାମରେ ଆମ ଜୀବନ ରିଫିଲ୍ ହଉ। ଆମେ କହିବା ନାହିଁ ଯେ ଯଥେଷ୍ଟ ହେଲା, ଆମେ କହିବା ଆମକୁ ଆଉ ଦରକାର। ଇଏ ଦିଲ ମାଙ୍ଗେ ମୋର, ମୋର ଜୀବନ ଆଉ ଦରକାର ଅଛି, ଆହୁରି ଦରକାର ଅଛି ମୋ ଜୀବନ। ତାଙ୍କର ଅଏଲ, ତାଙ୍କର ତେଲ ମୋ ଜୀବନରେ ଦରକାର ଅଛି, ଗୋଟେ ପାୱାରଫୁଲ ଲିଭିଂ ପାଇଁ, ଗୋଟେ ଶକ୍ତିଶାଳୀ ଆଉ ଜୀବନ ଯାପନ ପାଇଁ ମତେ ତାଙ୍କର ତୈଳର ଆବଶ୍ୟକତା ରହିଅଛି। ଗୋଟେ ପ୍ରସ୍ତୁତର ଜୀବନ ପାଇଁ ତାଙ୍କ ତୈଳର ଆବଶ୍ୟକତା ରହିଅଛି। ମୋର ପ୍ରଦୀପ ଜଳୁଥିବା ପାଇଁ ତାଙ୍କର ତୈଳର ଆବଶ୍ୟକତା ରହିଅଛି। ଆଜି ମୋର ଜୀବନର ତୈଳ କେତେ ପରିମାଣରେ ଅଛି, ଆଜି ମୁଁ କେମିତି ଜଳୁଛି? ଦ୍ୱିତୀୟ ବିଷୟ ହଉଛି ଗାର୍ଡ ଦେୟାର ଫାୟାର। ସେମାନେ କେବଳ ତୈଳ ରଖିବେ ନାହିଁ, ମାତ୍ର ତାଙ୍କର ଅଗ୍ନିକୁ ବା ନିଆଁକୁ ସେମାନେ ଗାର୍ଡ କରିବେ। କାକରଗୁମା ପାଖରେ ମୋର ଘର ବା ଗାଁ ଅଟେ, ଆଉ ଯୋଉଠିକି ମୋ ଜେଜେବାପା ଜେଜେମା ରହୁଥିଲେ। ମୋ ଜେଜେମା, ଆଉ ସେଦିନ ମାନଙ୍କର ମୁଁ ବହୁତ ଛୋଟ ଥିଲି, ଆଉ ଗାଁକୁ ଇଲେକ୍ଟ୍ରିସିଟି ବି ଆସିନଥିଲା, ଆଉ ସମସ୍ତେ ଲଣ୍ଠନ ୟୁଜ କରୁଥିଲେ, ଦୀପ ୟୁଜ କରୁଥିଲେ। ଆପଣ ମାନଙ୍କର ଘର ମଧ୍ୟ ହୁଏତ ଆଗରେ ଦୀପ ୟୁଜ କରୁଥିଲେ, ଲଣ୍ଠନ ୟୁଜ କରୁଥିଲେ, କିନ୍ତୁ ଆମ ସେଠି ତ ୟୁଜ କରୁଥିଲେ। ଆଉ କଣ ହେଇଛି ମୋ ପ୍ରିୟ ମାନେ, ଯେତେବେଳକୁ ମୋ ଜେଜେମା ସନ୍ଧ୍ୟା ଯେତେବେଳେ ହେଲା ମତେ ଦୀପଟିଏ ଦେଲା, ଆଉ କହିଲା ଯେ ବାବୁରେ ଆଉ ପିଣ୍ଟୁ, ଆଉ ତମେ ଯାଇକିରି ପଡୋଶୀ ଘରୁ ଟିକେ ନିଆଁ ଆଣ। ମୁଁ କହିଲି ପଡୋଶୀ ଘରୁ ନିଆଁ ଆଣିବି, ହଉ ଠିକ ଅଛି। ଆଉ ମୁଁ ଦୀପ ଧରିକିରି ଗଲି,
ଆଉ ପଇସା ଘରକୁ ଗଲି ମତେ ଟିକେ ନିଆଁ ଦିଅ। ହଁ ନେ ବାବୁ ଦେଲେ ମୁଁ ନିଆଁ ଲଗେଇଲି ଆସିଲି ଲିଭି ଯାଉଛି। ଆଉ ଥର ଗଲି ଲଗେଇଲି ଆସିଲି ଲିଭି ଯାଉଛି। ଆଉ ଥର ଗଲି ଲଗେଇଲି ଆସିଲି ଲିଭି ଯାଉଛି। ମୁଁ ମୋ ବସିଲି ମା ମୁଁ ଆଉ ଯିବିନି। ସେ କହିଲେ କଣ ପାଇଁ? ଆମେ ଯେତେବେଳେ ଆଣୁଛି ନିଆଁ ଲିଭି ଯାଉଛି ଆଉ ମୁଁ ମାନେ ଆଉ ପାରିବିନି। ମୁଁ ବାରଟା ଯାଉଛି ମୋ ନିଆଁ ଲିଭି ଯାଉଛି ଏଇଟା କଣ? ଆରେ ବାବୁ ନିଆଁ ବାହାରେ ପବନ ହଉଛି ଲିଭିବନି ନିଆଁ। ସେଥିପାଇଁ ନିଆଁକୁ ଗାର୍ଡ କରିକି ଆଣେ। ହାତ ଟିକେ ଦେଇକିରି ହାତ ଦେଇପାରୁଛନ୍ତି ମୋ ହାତ ଓକେ ହାତ ଟିକେ ଦେଇକିରି ତାକୁ ମାନେ ଠିକ କରିକିରି ବାଗେଇକିରି ତତେ ଆଣିବାକୁ ପଡିବ। ଆଉ ତାପରେ ସତ କଥା ତାପରେ ମୁଁ ଗଲି ଚତୁର୍ଥ ଥର ଆଉ ଯେତେବେଳକୁ ନିଆଁ ଆଣିଲି ନିଆଁକୁ ଏମିତି ପୁରା ପ୍ରୋଟେକ୍ଟ କରିକି ଆଣିଲି ଯେତେବେଳେ ପବନ ମୋ ନିଆଁକୁ ନ ବାଜୁ ମୁଁ ପ୍ରୋଟେକ୍ଟ କଲି। ଆଉ ସେଥିପାଇଁ ଆତ୍ମିକ ଜୀବନ ମଧ୍ୟ ମୋର ଜଳୁଥିବା ପ୍ରଦୀପ ମତେ ଗାର୍ଡ କରିବାକୁ ପଡିବ। କାଳେ ଶୈତାନ ଫୁଙ୍କି ନଦିଏ। ଟିକେ ଫୁଙ୍କ ଫୁ Praise the Lord. ଆମମାନେ ନିଆଁକୁ ପ୍ରୋଟେକ୍ଟ କରିବାକୁ ପଡିବ। ଯୋଉ ତୈଳରେ ନିଆଁ ଜଳୁଛି ସେଇ ନିଆଁକୁ ଆମକୁ ପ୍ରୋଟେକ୍ଟ କରିବାକୁ ପଡିବ। Praise the Lord. ଇଗ୍ନାଇଟ୍ ହେବାକୁ ପଡିବ। ପ୍ରଭୁଙ୍କ ପାଇଁ ଜଳିବାକୁ ପଡିବ। ଅନ୍ୟମାନଙ୍କୁ ଜଳିବାକୁ ପଡିବ। ସେ ଗୋଟେ ଗୀତ ଅଛି ନା एक आग हर दिल में हमको जलाना है बचके हुए जीवन प्रभु से मिलाना है एक आग हर दिल में संसार की आशा भरी नजरें अभी पर है बड़ा ना एक आग हमको जलाना है भटके हुओं को प्रभु से मिलाना है। अगर हमारे अंदर आग ही नहीं रहेगा तो कहां से आग जलाओगे और जलाऊंगा। मेरा आग आज किधर गया क्या बुझ रहा है क्या? ମୋ ଜୀବନର ଅଗ୍ନି କଣ ଲିଭୁଛି କି? ଆମ ପ୍ରିୟ ମାନେ ମିନିଷ୍ଟ୍ରି କରିକିରି ମଧ୍ୟ ମୋର ଅଗ୍ନି ଲିଭି ଯାଇପାରେ। ମୁଁ ଗୁଗୁଲରେ ବସି ବସିକିରି ମଧ୍ୟ ଅଗ୍ନି ଲିଭି ଯାଇପାରେ। ତ ସେଥିପାଇଁ ଆମେ ଜାଗ୍ରତ ହେବା ଆମ ଜୀବନର ଅଗ୍ନି ଯେପରି ନ ଲିଭୁ। Praise the Lord. ଆଉ ସେମାନେ କଣ କରନ୍ତି stay connected to God। ସେମାନେ ସବୁବେଳେ ପ୍ରସ୍ତୁତ ବିଶ୍ୱାସୀ ମାନେ ସବୁବେଳେ ପ୍ରଭୁଙ୍କ ସହିତ କନେକ୍ଟ ହେଇକି ଥାନ୍ତି ମିକ୍ସ ହେଇକିରି ଥାନ୍ତି ମିକ୍ସଚର ହେଇକିରି ଥାନ୍ତି। ହାଲେଲୁୟା। ଯେଉଁ ଜନ ହାଲେଲୁୟା ଆବୃତ ସ୍ଥାନରେ ବାସ କରେ ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ। ସେ ସବୁବେଳେ ତାଙ୍କ ଛାୟା ତଳେ ରହିଥାଏ। ସେ ସବୁବେଳେ ତାଙ୍କର ମାନେ ଡେଣା ତଳେ ରହିଥାଏ। ମୋ ପ୍ରିୟ ମାନେ ସେ କନେକ୍ଟେଡ ବିଶ୍ୱାସୀ। Hey, praise the Lord. Hallelujah. But you cannot borrow oil at midnight. ଆପଣ ମାନେ ମଧ୍ୟରାତ୍ରିରେ ଆଉ ତୈଳକୁ କିଣି ପାରିବେ ନାହିଁ ବାକି ନେଇ ପାରିବେ ନାହିଁ। ମନେ ରଖନ୍ତୁ ମନେ ପକାନ୍ତୁ ସେ ସୁବୁଦ୍ଧି ମାନଙ୍କ ପାଖରେ ତୈଳ ଥିଲା। ରାତିରେ କୋଳାହଳ ହେଲା ବର ଆସୁଅଛନ୍ତି ବୋଲିକିରି କୁହାଗଲା ଏବଂ ନିର୍ବୁଦ୍ଧି ମାନେ ସେମାନେ କଣ କରୁଛନ୍ତି ସେମାନେ ଯାଉଛନ୍ତି ସେମାନେ ଯାଇକିରି ଦେଖୁଛନ୍ତି ଆଉ ତାଙ୍କର ତେଲ ସରିଗଲା ସେମାନଙ୍କୁ ମାଗୁଛନ୍ତି ତମ ପାଖରେ ତେଲ ଥିଲା ଆମକୁ ଟିକେ ଦିଅ। ଏ ସୁବୁଦ୍ଧି ମାନେ କହୁଛନ୍ତି ତମର ଆଉ ଆମ ପାଇଁ ତୈଳ ହେବ ନାହିଁ। ବେଟର ଗୋ ଟୁ ଦ ଶପ୍ ଆଣ୍ଡ ବାଇ ଇଟ୍। ସେମାନେ ଗଲେ ଦୋକାନକୁ କିଣିକିରି ଆଣିଲେ ମାତ୍ର ବାଇ ଦ ଟାଇମ ଦ୍ୱାର ବନ୍ଦ ହେଇଯାଇଥିଲା। ପଏଣ୍ଟ ନମ୍ବର 3 ଓକେ ଲୁକ 12:38 ପଢିବା। ଲୁକ 12:38 ଖାଲି 38 ପଢିବେ। ଆଉ ସେ ଯଦି ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି ତାହେଲେ ସେ ଦାସମାନେ ଧନ୍ୟ। ଓକେ ଆଉ ସେ ଯଦି ରାତ୍ରିର ଦ୍ୱିତୀୟ କି ତୃତୀୟ ପ୍ରହରରେ ଆସି ସେମାନଙ୍କୁ ସେଇ ପ୍ରକାର ଦେଖନ୍ତି ତାହେଲେ ସେଇ ଦାସ ମାନେ ଧନ୍ୟ। Watching even when it is late। ବିଳମ୍ବ ହେଲେ ମଧ୍ୟ ଆମେ ଜାଗ୍ରତ ରହିବା ଆବଶ୍ୟକତା ରହିଅଛି। ସେଥିପାଇଁ ମୋ ପ୍ରିୟ ମାନେ
ମୁଁ କହିବା ପାଇଁ ଚାହୁଁଛି ମଧ୍ୟରାତ୍ରିରେ ଦ୍ୱିତୀୟ ବା ତୃତୀୟ ପ୍ରହରରେ ମଧ୍ୟ ତାଙ୍କର ଯଦି ପ୍ରଭୁ ଆସୁଅଛନ୍ତି ତାହେଲେ ଦାସ କଣ ହେବାର ଅଛି ବା ସର୍ଭେଣ୍ଟ କଣ ହେବାର ଅଛି, ପ୍ରସ୍ତୁତ ରହିବା ଆବଶ୍ୟକତା ରହିଅଛି। ମୋ ପ୍ରିୟ ମାନେ, ପ୍ରେଜ୍ ଦ ଲର୍ଡ। ମୋ ପ୍ରିୟ ମାନେ, ମୁଁ କହିବା ପାଇଁ ଚାହୁଁଛି when people are tired, ଦ୍ୱିତୀୟ ତୃତୀୟ ପ୍ରହରରେ କଣ, ଯେତେବେଳକୁ ଲୋକମାନେ ଟାୟାର୍ଡ ବା ଥକି ଯାଇଥିବେ ଆଉ ସେମାନେ ଡିପ୍ ସ୍ଲିପ୍ ମାନେ ଫାଷ୍ଟ ସ୍ଲିପ୍ ଯାହାକୁ କୁହାଯାଏ, ଗଭୀର ନିଦ୍ରାରେ ଶୋଇ ଦେଇଥିବେ ଆଉ କେୟାରଲେସ୍ ଥିବେ, ସେଇ ଟାଇମରେ ପ୍ରଭୁ ଆସିବେ। ସେଥିପାଇଁ ଆମକୁ ଜାଗ୍ରତ ରହିବା ଆବଶ୍ୟକତା ରହିଅଛି। ମେନି ସ୍ପିରିଚୁଆଲି, ଆତ୍ମିକ ଭାବରେ ବହୁତ ଜଣ ବିଫଳ ହେଇଯାଆନ୍ତି। କଣ ପାଇଁ? ଯେତେବେଳକୁ ତାଙ୍କର ପ୍ରାର୍ଥନା ବିଳମ୍ବ ହେଇଯାଏ, ପ୍ରାର୍ଥନାର ଉତ୍ତର ବିଳମ୍ବ ହେଇଯାଏ, ପ୍ରାର୍ଥନାର ଉତ୍ତର ମିଳିନଥାଏ, ଉତ୍ତର ପାଇନଥାନ୍ତି, ସେତେବେଳକୁ ସେମାନେ ଧୈର୍ଯ୍ୟହରା ହେଇଯାଇଥାନ୍ତି ଏବଂ ସେମାନେ ଗୋଟେ ଅବହେଳା ଜୀବନ କାଟନ୍ତି। ମୋର ପ୍ରାର୍ଥନା ତ ଶୁଣାଯାଉନାହିଁ, ମୁଁ କେତେ ପ୍ରାର୍ଥନା କଲି, ମୁଁ ଭାଇଙ୍କୁ କହିଲି, ମୋ ଭଉଣୀକୁ କହିଲି, ମୋ ପ୍ରାର୍ଥନା ହଉନାହିଁ। ସେଥିପାଇଁ ସେମାନେ କଣ ହୁଅନ୍ତି, କେୟାରଲେସ୍ ଜୀବନ କାଟନ୍ତି। ବହୁତ ଡେଞ୍ଜର ଭାବେ, ସେଟା ବହୁତ ଡେଞ୍ଜର। ପ୍ରିୟ ମାନେ, ଲେଟ୍ ହଉଛି ତାର ମାନେ ଏଇଟା ନାହିଁ ଯେ ପ୍ରଭୁ କାମ କରୁନାହାନ୍ତି। ପ୍ରଭୁ କାମ କରୁଛନ୍ତି, ତୁମ ପାଇଁ କାମ କରୁଛନ୍ତି, ତୁମର ଉତ୍ତର ପଠାଉଛନ୍ତି। ବିଳମ୍ବ ହେଲେ ମଧ୍ୟ ଧୈର୍ଯ୍ୟ ସହିତ ଆମମାନଙ୍କୁ ପ୍ରାର୍ଥନା କରିବାକୁ ପଡିବ। ଲୁକ 18 ଅନୁସାରେ ଆମମାନଙ୍କୁ ନିରନ୍ତର ପ୍ରାର୍ଥନା କରିବାକୁ ପଡିବ, ଜାଗ୍ରତ ରହି ପ୍ରାର୍ଥନା କରିବାକୁ ପଡିବ। ପ୍ରାର୍ଥନା କର ସେ ପର୍ଯ୍ୟନ୍ତ ଯୋଉ ପର୍ଯ୍ୟନ୍ତ ଉତ୍ତର ମିଳୁନାହିଁ, ପ୍ରାର୍ଥନା କର ସେ ପର୍ଯ୍ୟନ୍ତ ଯୋଉ ପର୍ଯ୍ୟନ୍ତ ତୁମେ ପାଇନ, ପ୍ରାର୍ଥନା କର, ପ୍ରାର୍ଥନା କର, ପ୍ରାର୍ଥନା କର, ଅବହେଳା ହୁଅ ନାହିଁ। କାରଣ ପ୍ରିୟମାନେ, ଅବହେଳିତ ଜୀବନ ମତେ ଅଜାଗ୍ରତ କରିଦିଏ ଏବଂ ଅବହେଳିତ ଜୀବନ ମତେ କଣ କରିଦିଏ, ଆଉ ନିଦ୍ରା ଯିବା ପାଇଁ ବାଧ୍ୟ କରିଦିଏ। ମୋ ପ୍ରିୟମାନେ, when suffering increase, ଯେତେବେଳେ ବିଶ୍ୱାସୀ ମାନଙ୍କ ଜୀବନରେ ଆଉ ପୀଡା ବଢି ଯାଇଥାଏ, କଥା ବଢି ଯାଇଥାଏ, ଗୋଟେ ରୋଗ ମାନେ ରୋଗ ପାଇଁ ପ୍ରାର୍ଥନା କରୁଛନ୍ତି କିନ୍ତୁ ଉତ୍ତର ଆସୁନି, କିନ୍ତୁ ରୋଗ ବଢି ଯାଉଛି, ସେଇ ସମୟରେ ମଧ୍ୟ ଆମେ ଜାଗ୍ରତ ରହିବା। କାରଣ ସେଇ ସମୟରେ ମଧ୍ୟ ଆମେ ଅବହେଳିତ ହେବା ଆଉ କେୟାରଲେସ୍ ହେବାର ସମ୍ଭାବନା ରହିଅଛି। ଆମେ ବିଶ୍ୱାସର ସହିତ ରହିବା। ମୋ ପ୍ରିୟମାନେ, ଗୋଟେ ରେଡିନେସ୍, ବିଶ୍ୱାସୀ ସେ କଣ କରିଥାଏ, faith when tired, ଯେତେବେଳେ ସେ ଥକି ଯାଇଥାଏ ସେତେବେଳେ ବିଶ୍ୱାସ କରିଥାଏ। ସେ ଥକିଲେ ମଧ୍ୟ, ପୀଡା ବଢିଗଲେ ମଧ୍ୟ, ଯାହା ହେଲେ ମଧ୍ୟ ସେ ବିଶ୍ୱାସରେ ରହିଥାଏ। ମୋ ପ୍ରିୟମାନେ, obedience when it's hard, ସେ ଆଜ୍ଞା ବହିଥାଏ ଯେତେବେଳକୁ କଠିନ ବିଷୟ ଆସିଥାଏ, ଯେତେବେଳକୁ କଷ୍ଟକର ବିଷୟ ଆସିଥାଏ, ତଥାପି ସେ ଆଜ୍ଞା ଦେଇଥାଏ। He's an obeying person in a hard time, in a sad situation, in a bad situation. ପ୍ରତ୍ୟେକ ପରିସ୍ଥିତିରେ ସେ ଆଜ୍ଞାବହତା ଛାଡି ନଥାଏ, ସେ ଆଜ୍ଞାବହତା ରକ୍ଷା କରିଥାଏ। ହାଉ କୃଷି ଯନ୍ତ୍ରଣା ପର୍ଯ୍ୟନ୍ତ ସେ ଆଜ୍ଞାବହ ହେଲେ। ମୋ ପ୍ରେମ, କଷ୍ଟ ପାଉଥିବା ସମୟରେ ସେ ଆଜ୍ଞାବହ ହେଲେ। ସେ ଥରେ ପଚାରିଲେ, ଯଦି ତୁମର ଇଚ୍ଛା ଅଛି ତାହେଲେ ପାନପତ୍ର ଦୂର କର, କିନ୍ତୁ ତଥାପି ମୋର ଇଚ୍ଛା ନୁହେଁ କିନ୍ତୁ ତୁମର ଇଚ୍ଛା ସହିତ ହଉ। ସେ ଆଜ୍ଞାବହ ହେଲେ। obedience when it is very hard, holiness when no one is watching, ପବିତ୍ରତା ଯେତେବେଳକୁ କେହି ମଧ୍ୟ ଆମମାନଙ୍କୁ ଦେଖୁନାହାନ୍ତି। ଆମେ ଦେଖିବା ସମୟରେ ବହୁତ ପବିତ୍ରତା ମେଣ୍ଟେନ କରିଥାଉ, ବହୁତ ପବିତ୍ରତା। ପ୍ରେଜ୍ ଲର୍ଡ ଭାଇ, ପ୍ରେଜ୍ ଲର୍ଡ ଭଉଣୀ, ଆପଣ କେମିତି ଅଛନ୍ତି? ଆପଣ ଭଲ ଅଛନ୍ତି କି? ଯେତେବେଳକୁ ଲୋକ ଦେଖିଥାନ୍ତି ଆମର ପବିତ୍ରତା ଇନକ୍ରିଜ ହେଇଯାଇଥାଏ। ମାତ୍ର ଯେତେବେଳକୁ ଲୋକ ଦେଖନ୍ତି ନାହିଁ, ଆମମାନେ କଣ କରିଥାଉ ମୋ ପ୍ରିୟ ମାନେ, ଆମମାନଙ୍କର ପବିତ୍ରତା ଘରେ ଦେଇଥାଉ। when you are alone in the home, when you are in the marketplace, ଯେତେବେଳକୁ ମାର୍କେଟ ପ୍ଲେସ୍ ରହୁଛନ୍ତି, ଯେତେବେଳକୁ ନିଜ କାର୍ଯ୍ୟକ୍ଷେତ୍ରରେ ରହୁଛନ୍ତି, ଯେତେବେଳକୁ ନିଜ ଘରେ ରହୁଛନ୍ତି, ଯେତେବେଳକୁ ଆପଣ ସୋସାଇଟିରେ ରହୁଛନ୍ତି, ଆପଣ ମାନେ କିଏ ଅଟନ୍ତି? ଯେତେବେଳକୁ ଆପଣ ଘରେ ଏକା ଅଛନ୍ତି, ଆପଣ କିଏ ଅଟନ୍ତି? କୋଉ ଭାବନା ଆପଣଙ୍କୁ ଆସୁଛି? ହୋଲିନେସ୍, ଯେତେବେଳକୁ କି ଆମକୁ କିଛି ଦେଖୁନାହାନ୍ତି, ସେଇ ସମୟରେ ମଧ୍ୟ ପ୍ରଭୁ ଆମକୁ ଦେଖନ୍ତୁ କି ନ ଦେଖନ୍ତୁ, ଲୋକମାନେ ଆମକୁ ଦେଖନ୍ତୁ କି ନ ଦେଖନ୍ତୁ, ଆମର ପବିତ୍ରତାରେ ଆମେ ରହିବା ଆବଶ୍ୟକତା ରହେ। Point number 4 ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, the master will come suddenly,
मालिक हठात रे आसीबे। Praise the Lord. ଆମର ପ୍ରଭୁ ହଠାତ ରେ ଆସିବେ। ବାପମାନେ ଲୁକ 12:39 କି ଜଣ ପଢିବେ। ଲୁକ 12:39 କୁଇକଲି। କିନ୍ତୁ ଏହା ଜାଣିଥାଅ, କେଉଁ ସମୟରେ ଚୋର ଆସିବ ଏହା ଗୃହକର୍ତ୍ତା ଯଦି ଜାଣନ୍ତେ, ତାହେଲେ ସେ ଆପଣା ଘରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ। ଆମେନ୍। Praise the Lord. ଲୁକ 39 ଏବଂ 40 ବି ପଢ, 40 ବି ପଢ। ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁନଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ। ତୁମେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମେମାନେ ମନେ କରୁନଥିବ ସେହି ସମୟରେ ମନୁଷ୍ୟ ପୁତ୍ର ଆସିବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆମମାନେ ଯେତେବେଳକୁ ମନେ କରୁନଥିବା ସେଇ ଟାଇମରେ ଆସିବେ। ଆମେ କହିପାରିବାନି ହଁ I am saved, one time saved, forever saved ବୋଲି ଜଣେ ଲୋକ କହନ୍ତି, କିନ୍ତୁ ଆମର ପରିତ୍ରାଣକୁ ଆମେ ସାଧନ କରିବାକୁ ପଡିବ ବୋଲି ଫିଲିପିଓ ତାର 2:12 ପ୍ରେରିତ ପୌଲ କହନ୍ତି। Praise the Lord. ଆମମାନେ ସେଭ୍ ହେଇଛୁ କିନ୍ତୁ ଧାର୍ମିକତା ଛାଡିନୁ। ଆମମାନେ ସେଭ୍ ହେଇଛୁ କଣ ପାଇଁ? ଆଜ୍ଞାବହତାରେ ଚାଲିବା ପାଇଁ। ଆମମାନେ ସେଭ୍ ହେଇଛୁ କଣ ପାଇଁ? ପ୍ରସ୍ତୁତ ରହିବା ପାଇଁ। Praise the Lord. Hallelujah. ସେଥିପାଇଁ କେୟାରଲେସ୍ ଲିଭିଂ ଆଉ ସେମାନେ ଏମିତି କରନ୍ତି, ସେମାନେ ଏମିତି କହନ୍ତି there's a time, ସମୟ ଅଛି ଭାଇ, ସମୟ ଅଛି। ପ୍ରଭୁ ଯଦି ଆସିଲେ ପଳେଇ ଆସନ୍ତେ। 2025 ବର୍ଷ ହେଇଗଲାଣି, ଏବେ 26 ଚାଲିଛି। ପ୍ରଭୁ ଆଇବାର ଥିଲେ ପଳେଇ ଆସିଥାନ୍ତେ। କାହିଁ ସେ ଚିହ୍ନ, କାହିଁ ସେ ଲକ୍ଷଣ? କଣ ଆମେ ଦେଖିପାରୁନୁ ସେ ଚିହ୍ନ? କଣ ଆମେ ଜାଣିପାରୁନୁ ସେ ଲକ୍ଷଣ? କଣ ଆମେ ଦୁର୍ଘଟଣା ଯାକ ଦେଖିପାରୁନୁ? କଣ ଭୂମିକମ୍ପ ହେବା ଖବର ଆମ କାନକୁ ବାଜୁନି? କଣ ଜାତି ବିରୁଦ୍ଧରେ ଜାତି ଉଠୁଛନ୍ତି ଆମ କାନକୁ ବାଜୁନାହିଁ? ଧର୍ମ ବିରୁଦ୍ଧରେ ଧର୍ମ ଉଠୁଛନ୍ତି ଆମ କାନକୁ ବାଜୁନି? ଆଜି ମଧ୍ୟ ଆମ ଦେଶରେ ସୁଆସ ଉତ୍ସବ ଅଛି। ଆଜି ମଧ୍ୟ ଆମ ଦେଶରେ ଆଉ ମାନେ ଅନେକ ପ୍ରକାର ବିଷୟ ଅଛି। ସେଥିପାଇଁ ଆଉ ମୋ ପ୍ରିୟମାନେ, ବାବା ସାହେବ ଆମ୍ବେଦକର ସେ ସମ୍ବିଧାନକୁ ଲେଖିଲେ। କଣ ପାଇଁ ଲେଖିଲେ? ଯେହେତୁ ଦଳିତ ମାନଙ୍କୁ ଦବେଇ ଦିଆଯାଉଥିଲା, କିନ୍ତୁ ଦଳିତ ମାନେ ଆଗକୁ ବଢି ପାରୁନଥିଲେ। ମୋ ପ୍ରିୟମାନେ, ଆଜି ଯାଇ ଆମେ ଗୋଟେ ଦେଶରେ ଅଛୁ ଯେ ଦେଶରେ ଏଇ ପ୍ରକାର ମନୋଭାବ ରଖିବାର ମାନବିକତା ହରାଇଥିବା ଲୋକମାନେ ମଧ୍ୟ ଅଛନ୍ତି। ଏଥିପାଇଁ ମୋ ପ୍ରିୟମାନେ, ଆମମାନଙ୍କୁ ଜାଣିବାକୁ ପଡିବ ଯେ there is no time, ସମୟ ନାହିଁ। ମାତ୍ର କେୟାରଲେସ୍ ଖ୍ରୀଷ୍ଟିଆନ ମାନେ କଣ ବୋଲି କହନ୍ତି? there is a time, ସମୟ ଅଛି ବୋଲିକିରି କହନ୍ତି। ସେମାନେ ଏମିତି କହନ୍ତି not now, ଏବେ ନାହିଁ, ପରେ। ଏବେ ନାହିଁ ବା ପରେ। ଆଉ ସେମାନେ କଣ କହନ୍ତି? not today, tomorrow, କାଲି। ଆଜି ମୁଁ ଅନୁତାପ କରିବିନି, ମୁଁ କାଲି କରିବି। କାଲି 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 ଆସିବ ନାହିଁ। ଜଣେ ପ୍ରଭୁଙ୍କ ଦାସ ପ୍ରଚାର କରୁଥିଲେ। ଆଉ ଯେତେବେଳେ ପ୍ରଚାର କରୁଥିଲେ, ଗୋଟେ ଫେମସ ହିରୋଇନ, ଆଉ ପାଶ୍ଚାତ୍ୟ ଦେଶର କଥା କହୁଛି, ସେ ମିଟିଂ ପାଖ ଦେଇକିରି ଯାଉଥିଲେ। ଆଉ ପ୍ରଭୁଙ୍କର ଦାସ ବିଲିଗ୍ରାମ ଯେତେବେଳକୁ ପ୍ରଚାର କରୁଥିଲେ ମନ ପରିବର୍ତ୍ତନ କର ବୋଲିକିରି, ଆଉ ସେ ଖିଡକି ତଳକୁ କରି ଆଗକାଳର ଗାଡି ଆଉ ତଳକୁ କରି ଶୁଣୁଥିଲେ। ଆଉ ସେ ଗଲେ, ଆଉ ସେ ଅଲ୍ଟ୍ରା କଲରେ ଗଲେ, କାର ରଖିକିରି ଗଲେ। ଆଉ ପ୍ରଭୁଙ୍କ ଦାସକୁ କହିଲେ, ମୁଁ ଅମୁକ, ଆଉ ମୋର ଗୋଟେ ଫିଲ୍ମ ଅଛି, ମୁଁ ଆଜି ଅନୁତାପ କରିବିନି, ସେଇ ଫିଲ୍ମଟା ମୁଁ ସମାପ୍ତ କରିବି। ଆଉ ସମାପ୍ତ କଲା ପରେ ମୁଁ ମନ ପରିବର୍ତ୍ତନ କରିବି। ମତେ ଭଲ ଲାଗିଲା, ପ୍ରଭୁଙ୍କର ବାକ୍ୟ ମତେ ଭଲ ଲାଗିଲା, ମୁଁ ଆଜି ମୁଁ ଫିଲ୍ମଟା ସମାପ୍ତ କରିକିରି ମୁଁ ମନ ପରିବର୍ତ୍ତନ କରିବି। ଆଉ ଯେତେବେଳକୁ ପ୍ରଭୁ ଦାସ ଆଉ ସେ ଭଉଣୀ ଜଣକ, ହିରୋଇନ ଜଣକ ସେ ଯାଉଥିଲେ, ଆଉ ବାଟରେ ଗୋଟେ ବଡ ଆକ୍ସିଡେଣ୍ଟ ହେଇଗଲା, ଆଉ ସେ ଚାଲିଗଲେ। That is no time. ଆଉ ପ୍ରିୟମାନେ, ଅନୁତାପର ଦିନ। Today is the day that the Lord has made. ଆଜିର ଦିନ ପ୍ରଭୁ ପ୍ରସ୍ତୁତ କରିଛନ୍ତି। आज का ये दिन यहोवा ने बनाया है। Today is the opportunity. ଯଦି ଆମେ ପ୍ରଭୁଙ୍କ ଠାରୁ ଦୂରରେ ଅଛୁ ବା ଆମର କୌଣସି କାର୍ଯ୍ୟ ପ୍ରଭୁଙ୍କୁ ଭଲ ଲାଗୁନାହିଁ, so ଆଜି ଆମେ repent କରିବା, ଫେରି ଆସିବା। How long you will stay away? କେତେ ଦିନ ଆପଣମାନେ ଦୂରରେ ଥିବେ? God is calling you. यीशु आपको बुला रहा है।
ଯୀଶୁ ଆପଣଙ୍କୁ ଡାକନ୍ତି ମୋ ପ୍ରିୟମାନେ, where are you my friends, where are you my sisters, brothers, hallelujah, come return to God। ଆଜି ମଧ୍ୟ ପ୍ରଭୁ ଆତୁର ଭାବରେ ଡାକୁଛନ୍ତି, ହେ ମୋର ପୁତ୍ର, ହେ ମୋର ଝିଅ, ଆଜି ସମୟ ଅଛି, ଫେରି ଆସ, ଫେରି ଆସ। हे मेरे बेटे दूर दूर क्यों, दूर दूर ना जा, लौट के तू आ, लौट के तू आ, लौट के तू आ। ମୋ ପ୍ରିୟମାନେ, ଆଜି ପ୍ରଭୁ ଡାକୁ ଅଛନ୍ତି, କଣ ଆପଣମାନେ ଶୁଣି ପାରୁନାହାନ୍ତି? ମାତ୍ର ମୋ ପ୍ରିୟମାନେ, ମୁଁ କହିବା ପାଇଁ ଚାହୁଁଛି, ଯୋଉ ବିଶ୍ୱାସୀ ମାନେ ପ୍ରସ୍ତୁତରେ ଥାନ୍ତି ସେମାନେ ଏଇ ପ୍ରକାର କରିଥାନ୍ତି ମୋ ପ୍ରିୟମାନେ, ସେମାନେ ଅର୍ଜେନ୍ସିରେ ଥାନ୍ତି, ସେମାନେ ଆଜି ଦିନର ସୁଯୋଗକୁ ସେମାନେ ନିଅନ୍ତି, ସେମାନେ ସଡନ୍ ମୋମେଣ୍ଟକୁ ବିଶ୍ୱାସ କରନ୍ତି ଏବଂ ସେମାନେ କହନ୍ତି ମୃତ୍ୟୁ ବୋଲି ଗୋଟେ ଜିନିଷ ଅଛି, କାହିଁକି ନା ମୃତ୍ୟୁ କାହାକୁ ଆଡ୍ରେସ ପଚାରିକିରି ଆସେ ନାହିଁ, ମୃତ୍ୟୁ ସାନ ପିଲାକୁ ଖାଇ ଦେଇଛି, ମୃତ୍ୟୁ ମଧ୍ୟମ ଶ୍ରେଣୀକୁ ଖାଇ ଦେଇଛି, ମୃତ୍ୟୁ ବୃଦ୍ଧା ମାନଙ୍କୁ ଖାଇ ଦେଇଛି, ମୃତ୍ୟୁ କେବେ ଆସିବ ମୋ ପ୍ରିୟମାନେ ଆମେ ଜାଣିନୁ। ଦ ଡେଥ୍ ଇଜ ଦ ୟୁନିଭର୍ସାଲ ଟ୍ରୁଥ, ଏଟା ଗୋଟେ ସାର୍ବଜନୀକ ସତ୍ୟ ଅଟେ। You cannot deny the death, ମୃତ୍ୟୁକୁ ମାନେ ନାକାରି ପାରିବା ନାହିଁ। କେବେ ମୋର ଜୀବନ ଶେଷ ହୋଇଯିବ ମୁଁ ଜାଣି ନାହିଁ, ମୁଁ ଆଜି ପ୍ରଭୁଙ୍କର ନିକଟ ଲାଗି ରହିବି, ସେ ମତେ ଆହ୍ୱାନ କରୁଅଛନ୍ତି, ମୁଁ ତାଙ୍କ ନିକଟବର୍ତ୍ତୀ ହେଇକିରି ରହିବି। ହାଲେଲୁୟା। ଖ୍ରୀଷ୍ଟିଆନ୍ସ ଖ୍ରାଇଷ୍ଟ ରିଟର୍ନିଂ ସେମାନେ ବିଶ୍ୱାସ କରନ୍ତି, ଖ୍ରୀଷ୍ଟଙ୍କର ଆସିବା ଦିନକୁ ସେମାନେ ଅପେକ୍ଷା କରନ୍ତି। ହେ ଯୀଶୁ ଶୀଘ୍ର ଆସ। ଆମର ଜଣେ ଯୁବା ଭାଇ ମତେ କହିଲେ ଯେ ସାର୍ କଣ ଯୀଶୁ ଶୀଘ୍ର ଆସିବେ? ମୁଁ କହିଲି ହଁ ଭାଇ ଶୀଘ୍ର ଆସିବେ। ଦେଖନ୍ତୁ ସାର୍, ମୁଁ ପାଠ ପଢିଲି, ଚାକିରି ଖଣ୍ଡେ ହେଇନାହିଁ, ବିବାହ ମଧ୍ୟ କରିନାହିଁ। ମୁଁ କହିଲି କିଛି ଚିନ୍ତା ନାହିଁ, ଯୀଶୁ ଆସନ୍ତୁ ତୋ ପାଇଁ ଭଲ ବୋଲିକି ମୁଁ କହିଲି। କାରଣ ମୋ ପ୍ରିୟ ମାନେ, ଏ ସାଂସାରିକ ସୁଖ ଭୋଗ ଠାରୁ ସ୍ୱର୍ଗୀୟ ସୁଖ ଭୋଗ ଅୟୁତ ଗୁଣ ବଡ ଅଟେ। ହାଲେଲୁୟା। ଏ ସଂସାର କଣ ଅଛି? ଏ କ୍ଷଣକା ସୁଖ ଭୋଗ ପାଇଁ ଆମେ ଏପଟେ ସେପଟେ ହେଇଯାଉଛୁ, କିନ୍ତୁ ସ୍ୱର୍ଗୀୟ ସୁଖ, ଅନନ୍ତ ଜୀବନର ସୁଖ, ଆଉ ଏଇ ସୁଖ, ଆମର ସୁଖ ସହିତ ସେଇ ସୁଖକୁ ଆମେ ତୁଳନା କରିପାରିବା ନାହିଁ। It's far more than ଅୟୁତ କୋଟି କୋଟି ଗୁଣ ଉତ୍ତମ ଆନନ୍ଦ ରହିଥାଏ ମୋ ପ୍ରିୟ ମାନେ। ହାଲେଲୁୟା। ମୋ ପ୍ରିୟ ମାନେ, ପରମେଶ୍ୱରଙ୍କର ଡିଭାଇନ ଭିଜିଟେସନ କୁ ରେଡି ଖ୍ରୀଷ୍ଟିଆନ ମାନେ ଜଗିଥାନ୍ତି ମୋ ପ୍ରିୟ ମାନେ। The question is not when he comes, ପ୍ରଶ୍ନ ଏହା ନାହିଁ ଯେ କେବେ ସେ ଆସୁଅଛନ୍ତି, ମାତ୍ର ପ୍ରଶ୍ନ ଏହା ଅଟେ but what will he find, ସେ ଯେତେବେଳେ ଆସିବେ ମୋର ପରିସ୍ଥିତି କଣ ସେ ଦେଖିବେ, ମୁଁ କଣ ପ୍ରସ୍ତୁତ ଖ୍ରୀଷ୍ଟିଆନ କି ମୋ ପ୍ରିୟ ମାନେ। ହାଲେଲୁୟା। ପଏଣ୍ଟ ନମ୍ବର 5 କହିକି ମୁଁ ସମାପ୍ତ କରିଦେବି, ଆଉ ସମୟ ହେଇଯାଉଛି। ରେଡି ସର୍ଭେଣ୍ଟ ୱିଲ୍ ବି rewarded, hallelujah। ଯୋଉ ସେବକ ମାନେ ପ୍ରସ୍ତୁତରେ ଥାନ୍ତି, କୋଟି ବାନ୍ଧି ଥାନ୍ତି, ପ୍ରଦୀପ ଜଳୁଥାନ୍ତି, ସେମାନଙ୍କୁ ରିୱାର୍ଡ ଦିଆଯିବ ମୋ ପ୍ରିୟ ମାନେ। ହାଲେଲୁୟା। ମୋ ପ୍ରିୟ ମାନେ, ଇଟ୍ ଇଜ ଭେରି ସକିଂ, ଏଟା ବହୁତ ସକିଂ। 37 ରେ ଲେଖା ହେଇଛି, କଣ ବୋଲିକି ଲେଖା ହେଇଛି? 12:37 ରେ ଲେଖା ହେଇଛି, ପ୍ରଭୁ ଆସି ଯୋଉ ଦାସ ମାନଙ୍କୁ ଜାଗ୍ରତ ଦେଖିବେ ସେମାନେ ଧନ୍ୟ, ମୁଁ ତୁମ ମାନଙ୍କୁ ସତ୍ୟ କହୁଅଛି ସେ ଆପଣାର କୋଟି ବନ୍ଧନ କରି, ସେ ପ୍ରଭୁ ଆପଣା କୋଟି ବନ୍ଧନ କରି ସେମାନଙ୍କୁ ଭଜନରେ ବସେଇ ସେମାନଙ୍କ ନିକଟକୁ ଯାଇ ସେବା କରିବେ। ଇଟ୍ସ ଭେରି ସକିଂ, ଆ ମାଷ୍ଟର ୱିଲ୍ ସର୍ଭ ଆ ସର୍ଭେଣ୍ଟ। ଯୀଶୁ ଆମ ମାନଙ୍କର ସେବା କରିବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁ ଯୀଶୁ ଆମ ମାନଙ୍କର ସେବା କରିବେ। ହାଲେଲୁୟା। ମୋ ପ୍ରିୟ ମାନେ, ମୁଁ କହିବା ପାଇଁ ଚାହୁଁଛି, ଇଟ୍ ଇଜ ଭେରି ସକିଂ। ଯୋଉ ପ୍ରଭୁଙ୍କର ସେବା ପାଇଁ ଆମେ ଭାରି ଜାଗ୍ରତ ଅଛୁ, ସେଇ ପ୍ରଭୁଙ୍କର ସେବା, ସେଇ ସେବକ ମାନଙ୍କର ସେବା ପ୍ରଭୁ ସ୍ୱୟଂ କରିବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। Isn't it a great thing? ଏଟା କଣ ମହାନ ବିଷୟ ନୁହେଁ କି ମୋ ପ୍ରିୟ ମାନେ? God honors the ready Christian. God honors the ready believer. Faithfulness in
heaven is not for a careless people. Heaven is for a ready people. ସ୍ୱର୍ଗ ଗୁଡା ଅବହେଳା ଲୋକମାନଙ୍କ ପାଇଁ ନୁହେଁ, ସ୍ୱର୍ଗ ଗୁଡା ପ୍ରସ୍ତୁତ ହେଇଥିବା ଖ୍ରୀଷ୍ଟିଆନ ପାଇଁ। warning against the careless living. ଗୋଟେ warning ମୁଁ ଦେବା ପାଇଁ ଚାହୁଁଛି, ଗୋଟେ warning ବା alert, ଜାଗ୍ରତ, ସାବଧାନ। Praise the Lord। 24 ବାକି 24 48 ରୁ 51 ପର୍ଯ୍ୟନ୍ତ ଘରେ ପଢିବେ। careless leads to ଆମଙ୍କର careless ଜୀବନ, ଅବହେଳା ଜୀବନ ଆମକୁ କୋଉଠି ନେଇଯାଏ? compromise ଆଡକୁ ନେଇଯାଏ, ଯୋଉଟା କି ଠିକ ନୁହେଁ। compromise ବା ଖାପ ଖୁଆଇଯିବା, compromise ବା ବୁଝାମଣା ହେଇଯିବା ଏଇ ଜଗତ ସହିତ। ତୁମେ ମାନେ ବର୍ତ୍ତମାନ ଜଗତର ଅନୁରୂପୀ ହୁଅ ନାହିଁ, ବାଇବେଲ ଲେଖା ହେଇଛି। ପ୍ରେରିତ ପାଉଲ କହନ୍ତି ତୁମେ ବର୍ତ୍ତମାନ ଜଗତର ଅନୁରୂପୀ ହୁଅ ନାହିଁ। କମ୍ପ୍ରୋମାଇଜ ଜୀବନ ଆଡକୁ କେୟାରଲେସ୍ ଜୀବନ ନେଇଯାଏ। ଆଉ କୋଉଠି ନେଇଯାଏ? ଡିଲେକୁ ନେଇଯାଏ, ଆଉ ବହୁତ ଡିଲେ ବା ବିଳମ୍ବକୁ ନେଇଯାଏ। ସ୍ପିରିଚୁଆଲ ଡେଥ କୁ ନେଇଯାଏ, ନାମକୁ ଜୀବିତ ମାତ୍ର ପ୍ରକୃତ ମୃତ ଆଡକୁ ନେଇଯାଏ। ମୋ ପ୍ରିୟ ମାନେ, ଆଉ ମୋ ପ୍ରିୟ ମାନେ, you don't fall suddenly, hallelujah, you drift slowly। ମୋ ପ୍ରିୟ ମାନେ, ଆପଣ ତତ୍କ୍ଷଣାତ ପଡିବେ ନାହିଁ, ମାତ୍ର ଧୀରେ 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 ପଡିଯିବେ। ଏଇଟା ହଉଛି କେୟାରଲେସ୍ ବା ଅବହେଳା ଖ୍ରୀଷ୍ଟିଆନ ଜୀବନ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋ ପ୍ରିୟ ମାନେ, ଆସନ୍ତୁ ଏଇ ନୂତନ ବର୍ଷରେ ଆମେ ଗୋଟେ ପ୍ରତିଜ୍ଞା କରିବା, କହିବା ପ୍ରଭୁ ମୁଁ ଅବହେଳା ଜୀବନରେ ନୁହେଁ, ମୁଁ ପ୍ରସ୍ତୁତ ଏଇ ଜୀବନ ଯାପନ କରିବାକୁ ବାଛୁଛି ବୋଲି କହିବା। I am choosing to be ready। ମୁଁ ମୋ ଦୀପ ଜାଳି ରଖିବି ବୋଲି କହିବା। ମୋର ପ୍ରଦୀପ ଲିଭିବ ନାହିଁ, ମୁଁ ମୋର ପ୍ରଦୀପକୁ ଜାଳି ରଖିବି। ମୋ ବସ୍ତ୍ର ପବିତ୍ର ରଖିବି ବୋଲିକିରି ଆମେ କହିବା। ହଁ ମୋ ପ୍ରିୟମାନେ, ଆମର ବସ୍ତ୍ରକୁ ମଳିନ ହେବା ପାଇଁ ଆମେ ଦେବା ନାହିଁ। ଏବଂ ମୋ ହୃଦୟ ସତର୍କ ରଖିବି ବୋଲି କହିବା। ଆମ ହୃଦୟକୁ ଆମେ ସତର୍କ ରଖିବା। ମୋ ପ୍ରିୟମାନେ, ଆମେ କହିବା ଆମେ ସଂଯତ ବିଳମ୍ବ ଏବଂ ଆଧ୍ୟାତ୍ମିକ ନିଦ୍ରାକୁ ଇନକାର କରୁଛି ବୋଲି କହିବା, ମନା କରୁଛି ବୋଲି କହିବା। ମୁଁ ମୋ ପ୍ରଭୁଙ୍କୁ ଭେଟିବା ପାଇଁ ପ୍ରସ୍ତୁତ ଅଛି ବୋଲି କହିବା। ତୁମେ ସକାଳେ ମଧ୍ୟ ଆସ କି ମଧ୍ୟ ରାତ୍ରିରେ ମଧ୍ୟ ଆସ, ତୁମେ ମତେ ବିଶ୍ୱାସ ପାଇବ ବୋଲି ଯୀଶୁଙ୍କୁ ମାନେ କହିବା। ତୁମେ ଦିବସରେ ଆସ କି ରାତ୍ରିରେ ଆସ, ମୁଁ 24/7 ରେଡି ଅଛି ବୋଲି ମାନେ କହିବା। ଆସ ମୋ ପ୍ରିୟମାନେ, ସମସ୍ତ ଚକ୍ଷୁ ବନ୍ଦ କରିବା। Thank you, Father Lord। ମୋ ପ୍ରିୟମାନେ, ଆଜି ଆମେ ନିଜକୁ ପଚାରିବା, କଣ ମୁଁ ଆତ୍ମିକ ଜୀବନରେ ଶୋଇ ପଡିଛି କି? ଆଜି ଆମେ ନିଜକୁ ପଚାରିବା, କଣ ମୁଁ ଅବହେଳା ଜୀବନରେ ଅଛି କି? ମୁଁ କଣ କେୟାରଲେସ୍ ଲିଭିଂ ଜୀବନ ଯାପନ କରୁଛି କି? ମୋ ପ୍ରିୟମାନେ, ଆଜି ସମୟ ଆସିଅଛି ଆମେ ନିଜକୁ ସମର୍ପଣ କରିବା। ପିତା, ମୁଁ ପ୍ରାର୍ଥନା କରୁଛି ପ୍ରଭୁ ଯୀଶୁଙ୍କ ନାମ ସମସ୍ତ ପାଇଁ, ପ୍ରଭୁ ଯୀଶୁଙ୍କ ନାମରେ ପ୍ରଭୁ ମୁଁ ମଧ୍ୟ ତୁମ ହସ୍ତରେ ସମର୍ପିତ ହଉଛି। ପ୍ରଭୁ ଆମେ ସବୁବେଳେ ଗତ ଦିନର ଅଭିଷେକ, ଗତ ଦିନର ତୈଳ, ଗତ ଦିନର କରିଥିବା କାମକୁ ପ୍ରଭୁ ଆଜି ମଧ୍ୟ ଆମେ ହଁ ପ୍ରଭୁ ଆଣୁଛୁ। ପ୍ରଭୁ ବର୍ତ୍ତମାନ ଆମର ଜୀବନ କେୟାରଲେସ୍ ହେଇଯାଉଛି, ସେଥିପାଇଁ ପ୍ରଭୁ ପ୍ରାର୍ଥନା କରୁଛି ଯୀଶୁଙ୍କ ନାମରେ କେୟାରଲେସ୍ ଲିଭିଂ ଆମ ଜୀବନ ପାରି ଯାଉ ଯୀଶୁଙ୍କ ନାମ। ଆମେ ସେଭଳି ରିଫିଲ୍ ହବୁ ପ୍ରଭୁ, ପୁନର୍ବାର ସବୁଦିନ ପ୍ରଭୁ ଆମେ ତୁମର ତୈଳରେ ପ୍ରଭୁ ପରିପୂର୍ଣ୍ଣ ହବୁ, ତୁମେ ସାହାଯ୍ୟ କର। ଆଜି ଯେତେ ଜଣ ପିତା ପରମେଶ୍ୱର, ଯେତେ ବି ଡିଭାଇସ୍ ପିତା ପରମେଶ୍ୱର ହାଲେଲୁୟା ଜଡ଼ିତ ହେଇକିରି ଅଛନ୍ତି ପିତା ପରମେଶ୍ୱର, ସମସ୍ତଙ୍କୁ ଆଶୀର୍ବାଦ କର ଯୀଶୁଙ୍କ ନାମରେ। ପ୍ରଭୁ ଏକ ଜାଗ୍ରତ ଖ୍ରୀଷ୍ଟିୟ ଜୀବନ କାଟିବା ପାଇଁ ପ୍ରଭୁ ତୁମେ ସାହାଯ୍ୟ କର। ଆଉ ତୋର ମହିମା ତୁମେ ଦଉଛୁ। ଆଜିର ବାକ୍ୟ ପାଇଁ ଧନ୍ୟବାଦ, ଆଜିର ବାକ୍ୟ ଦେଇ ତୁମମାନଙ୍କୁ କଥା କହିଛୁ, ଧନ୍ୟବାଦ। ଆଉ ତୋର ମହିମା ସବୁ ତୁମକୁ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ ସ୍ୱର୍ଗସ୍ଥ ପିତା, ଆମେନ୍। ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ। Thank you so much for this wonderful time। ଆଉ ଆଜି ଆମେନ୍।